ଗୋଟିଏ ଦିନ ଜଙ୍ଗଲରେ ଟୁନି ଚଢ଼େଇ ପାରା ଆଉ ଶୁଆ ମିଶି କଥା ହେଉଥିଲେ। ତୋର ମନେ ଅଛି ଟୁନି, ଆରଥର ଆମ ଜଙ୍ଗଲରେ ବହୁତ ଜୋରରେ ବର୍ଷା ହୋଇଥିଲା। ସେଥିପାଇଁ ଜଙ୍ଗଲରେ କିଛି ବି ଖାଇବା ମିଳୁନଥିଲା। ସବୁ ଚଢ଼େଇମାନେ ବହୁତ କଷ୍ଟରେ ରହୁଥିଲେ। ହଁ ପାରା, ମୋର ମନେ ଅଛି। ଆଉ କିଛି ଖାଇବା ନ ପାଇ ମରି ବି ଯାଇଥିଲେ। ମୁଁ କେମିତି ଭୁଲିଯିବି ଚଢ଼େଇମାନେ? ମୁଁ କିଛି ଭୁଲିନି। ଚାଲ ଆମେ ଏଥର ଗୋଟିଏ କାମ କରିବା। ବର୍ଷା ଦିନ ହେବା ଆଗରୁ ଆମ ପାଇଁ ଆମେ କିଛି ଖାଇବା ରଖିଦେଇଥିବା। ହଁ ଟୁନି, ମୁଁ ବି କହୁଥିଲି, ଚାଲ ଜଙ୍ଗଲ ସବୁ ଚଢ଼େଇମାନଙ୍କୁ କହିଦେବା ବର୍ଷା ଲାଗି ନିଜ ନିଜ ଖାଇବା ରଖିଦେବେ। ଏମିତି ଭାବରେ ଚଢ଼େଇମାନେ ଏସବୁ କଥା ହେଲେ ସେହି ଜଙ୍ଗଲରେ ରାନୀ କାଉ ଆଉ ରାଜୁ କାଉ ରହୁଥିଲେ। ସେମାନେ ଥିଲେ ବହୁତ ଅଳସୁଆ ଆଉ ଦୁଷ୍ଟ। ଯାହା କୁହ ରାଜୁ, ଆଜି ମତେ ବହୁତ ଖୁସି ଲାଗୁଛି। ଜାଣିଛ ଆଜି ମୁଁ କ'ଣ କରିଛି? ଶୁଆ ତା ଘରେ ନଥିଲା, ମୁଁ ଯାଇ ତାର ସବୁ ଖାଇବା ଖାଇ ଦେଇଛି। ସେ ଯେତେବେଳେ ଦେଖିବ ବହୁତ ମନ ଦୁଃଖ କରିବ। ହା 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 ହା। ଆରେ ରାନୀ, ତମେ ଜାଣିଛ ମୁଁ କ'ଣ କରିଛି? ଆଜି ବା ପାରା ତାର ବହୁତ ଭଲ ଭଲ ଖାଇବା ରଖିଥିଲା, ସବୁ ଖାଇ ଦେଇଛି। ଆରେ ଚୁପ୍ ରୁହ। ଦେଖ ଜଙ୍ଗଲ ସବୁ ଚଢ଼େଇମାନେ କ'ଣ ଆମ ପାଖକୁ ଆସୁଛନ୍ତି? ସେମାନେ କ'ଣ ଜାଣିଥିଲେ କି ଆମେ ତାଙ୍କ ଖାଇବା ଖାଇ ଦେଇଛନ୍ତି ବୋଲି? ନା, ସେମାନେ କେମିତି ଜାଣିବେ? ସେମାନେ ଆଉ କ'ଣ ପାଇଁ ଆସିଥିବେ? ଆରେ ଚଢ଼େଇମାନେ, ତମେମାନେ କ'ଣ ଆଜି ମୋ ଘରେ? ତମର କ'ଣ କାମ ଥିଲା କି ମୋ ପାଖରେ? ହଁ ରାଜୁ ରାନୀ, ଆଗକୁ ବର୍ଷା ଦିନ ଆସୁଛି ତ, ତୁ ଜାଣିଛୁ ଆର ବର୍ଷ କେମିତି ବର୍ଷା ହୋଇଥିଲା? ବର୍ଷା ହେବା କାରଣରୁ ବହୁତ ଚଢ଼େଇମାନେ ଭୋକ ଉପାସରେ ରହିଥିଲେ ଆଉ ମରି ବି ଯାଇଥିଲେ। ଆମେ ସେଥିପାଇଁ ଜଙ୍ଗଲର ସବୁ ଚଢ଼େଇମାନେ ଖାଇବା ଖୋଜି ଯାଉଛୁ। ତମେ ବି ଆମ ସହିତ ଚାଲ। ହା 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 ହା। ଦେଖ ରାଜୁ, ଏ ଚଢ଼େଇମାନେ କହୁଛନ୍ତି ଆମେ ପୁଣି ଏମାନଙ୍କ ସହିତ ଖାଇବାକୁ ଯିବୁ। ତମେ ଯାଅ, ଆମେ ଯିବାର ନାହିଁ। ନା, ତୁ ଖାଇବା କ'ଣ ପାଇଁ ଖୋଜିବୁ? ତୁ ତ ଖାଲି ଆମ ଖାଇବା ଚୋରି କରି ଖାଇ ଜାଣିଛୁ। ଏ ପାରା, ତୁ କ'ଣ କହିଲୁ? ଆମେ ତ ଖାଇବା ଚୋରି କରୁଛୁ? ତୁ ବହୁତ କହୁଛୁ। ଦେଖିବୁ ଏବେ ମୁଁ କ'ଣ କରିବି। ହଁ, ଆମେ ଜାଣିଛୁ ତୁ କ'ଣ କରିପାରୁ। ଚାଲ ଟୁନି, ଆମେ ଏମାନଙ୍କୁ ଡାକିବା ବହୁତ ବଡ଼ ଭୁଲ ଥିଲା। ତାପରେ ସେମାନେ ସେଠାରୁ ଗଲେ। ହଁ, ତମେମାନେ ଯାଅ। ଯଦି ଆଉ କେଉଁ ଦିନ ଆସିବ ସେଇଦିନ ଜାଣିବ। କହିଲେ ଆମେ ଚୋରି କରୁଛୁ। ଯା। ଆରେ ରାନୀ, ଯଦି ଆର ବର୍ଷ ପରି ଏ ବର୍ଷ ବର୍ଷା ହେବ ଆମେ କ'ଣ ଖାଇବା? ମୁଁ ତ ଭୋକରେ ରହିପାରିବିନି। ହା 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 ହା। ଆରେ ରାଜୁ, ବର୍ଷା ଦିନ ଆଗେ ଆସୁ, ସେମାନଙ୍କ ଖାଇବା ସବୁ ଚୋରି କରି ଆଣିବାନି ଭାରି। ଗୋଟେ ଚଢ଼େଇମାନେ ଜଙ୍ଗଲରୁ ବର୍ଷା ପାଇଁ ଖାଇବା ଧରି ଘରକୁ ଆସିଲେ। ତାପରେ ଏମିତି କିଛି ଦିନ ବିତିଗଲା। ସେହି ଭିତରେ ବର୍ଷା ଦିନ ଆସିଥାଏ ଭାରି। ହେଲେ ଆଜି ବି ଚଢ଼େଇମାନେ ଜଙ୍ଗଲରୁ ଖାଇବା ଖୋଜି ଯାଇଥାନ୍ତି। ଆଉ ଏପଟେ ରାଜୁ ରାନୀ କଥା ହେଉଥିଲେ। ରାଜୁ, ମତେ ଲାଗୁଛି ଚଢ଼େଇମାନେ ସତ କହୁଥିଲେ, ଏ ବର୍ଷ ବହୁତ ଜୋରରେ ବର୍ଷା ହେବ। ହେଲେ ଏବେ ଆମେ କ'ଣ କରିବା? ରାନୀ, ମାଇ ସୁନ୍ଦରୀ ସ୍ତ୍ରୀ, ତମେ ଜମା ଚିନ୍ତା କରନି। ତମେ କ'ଣ ପାଇଁ ଚିନ୍ତା କରୁଛ? ଏବେ ସବୁ ଚଢ଼େଇମାନେ ଜଙ୍ଗଲକୁ ଖାଇବା ଖୋଜି ଯାଇଛନ୍ତି। ଚାଲ ଏବେ ତାଙ୍କ ଘରୁ ଖାଇବା ଚୋରି କରି ଆଣିବା ଭାରି। ହଉ ଠିକ୍ ଅଛି, ଆମେ ଜଲ୍ଦି ଯାଉ, ନହେଲେ ସେମାନେ ଆସିବେ ଭାରି। ସେମିତିରେ ବି ମତେ ଲାଗୁଛି ବହୁତ ଜୋରରେ ବର୍ଷା ହେବ। ଏମିତି କହି ସେମାନେ ଚଢ଼େଇମାନଙ୍କ ଘରୁ ଖାଇବା ଚୋରି କରିବା ପାଇଁ ବାହାରି ଗଲେ। ଆଉ ଜଙ୍ଗଲର ସବୁ ଚଢ଼େଇମାନଙ୍କ ଘରୁ ରଖିଥିବା ଖାଇବା ଚୋରି କରି ଆଣିଲେ ଭାରି। ହା ହା ହା। ଏଥର ଯେତେ ବର୍ଷା ହଉ ଆମର ଆଉ ଚିନ୍ତା ନାହିଁ। ରାଜୁ, ଚାଲ ଖାଇକି ପୁଣି ଶୋଇପଡ଼ିବା। ଏପଟେ ଜଙ୍ଗଲ ସବୁ ଚଢ଼େଇମାନେ ନିଜ ନିଜ ଘରକୁ ଖାଇବା ଧରି ଗଲେ। ଆଉ ଯାଇ ପାରା ଦେଖିଲା, ଏ କ'ଣ ମୋର ସବୁ ଖାଇବା କୁଆଡ଼େ ଗଲା? ମୁଁ ତ ଏଇଠି ଦେଇଥିଲି, କିଏ ମୋ ଖାଇବା ଚୋରି କରି ନେଇଗଲା? ମୁଁ ଏବେ ବର୍ଷାରେ କ'ଣ ଖାଇବି? ମୁଁ ଯାଏ ଟୁନି ଚଢ଼େଇ ପାଖକୁ ଯିବି। ଏମିତି କହି ପାରା ଟୁନି ଚଢ଼େଇ ପାଖକୁ ଗଲା। ହେଲେ ତା ଆଗରୁ ଶୁଆ ବି ଟୁନି ପାଖରେ ଥିଲା। ପାରା, ତୋର ବି କ'ଣ ଖାଇବା ଚୋରି ହୋଇଛି କି? ଆମମାନଙ୍କର ବି କିଏ ଖାଇବା ଚୋରି କରି ନେଇଛି? ଆରେ ମତେ ଲାଗୁଛି ସେ ରାଜୁ ରାନୀ ଆମ ଖାଇବା ଚୋରି କରି ନେଇଥିବେ। ଚାଲ ଆମେ ଏବେ ତାଙ୍କ ପାଖକୁ ଯିବା। ଏମିତି କହି ସେମାନେ ରାଜୁ ରାନୀ ପାଖକୁ ଗଲେ। ଏପଟେ ରାଜୁ ରାନୀ ଖାଇବା ଖାଇ ଅଚିନ୍ତାରେ ଶୋଇଥିଲେ। ଆରେ ଆଜି ପୁଣି ତମେମାନେ ଆମ ପାଖକୁ କ'ଣ ପାଇଁ ଆସିଲ? ମୁଁ କେତେ ଥର କହିବି ମୁଁ ତୁମ ସହିତ ଖାଇବା ଖୋଜି ଯିବିନି। ତମେ ଏଠୁ ଯାଅ ଭାରି।
ତତେ ଆମେ ଖାଇବାକୁ ଯିବା ପାଇଁ ଡାକୁନୁ। ତୁ ସତ କହ, ଆମ ଖାଇବା ଚୋରି କରିଛୁ କୋଉଠି ରଖିଛୁ? ଏ ଟୁନି, ତୁ ବହୁତ କଥା କହୁଛୁ। ଆମେ ତ ଖାଇବା କ'ଣ ପାଇଁ ଚୋରି କରିବୁ? ଆମ ପାଖରେ କ'ଣ ଖାଇବା ଅଭାବ କି? ଆମେ ତମ ଖାଇବା ଚୋରି କରିନୁ। ଟୁନି, ଏମାନେ ମିଛ କହୁଛନ୍ତି। ଏମାନେ ହିଁ ଆମ ଖାଇବା ଚୋରି କରିଛନ୍ତି। ଚାଲେ ଆମେ ତା ଘରକୁ ଯିବା। ଏ ଚେପାନାକି, ତୁ ବହୁତ କଥା କହୁଛୁ। ତମେ ମାନେ ଏଇଠୁ ଯିବ କି ନାହିଁ, ନହେଲେ ତମକୁ ଏଠୁ ଧକ୍କା ମାରି ତଳେ ପକେଇଦେବି। ତାପରେ ସେମାନେ ଆସି ଗୋଟିଏ ଗଛ ପାଖରେ ବସିଲେ। ଆରେ ଏବେ ଆମେ କ'ଣ କରିବା? ଟୁନି, ସେମାନେ ତ ଆମର ସବୁ ଖାଇବା ନେଇଗଲେ। ହେଲେ ବର୍ଷା ବି ଆସିଲାଣି, ଏବେ ଆମେ କ'ଣ ଖାଇବା? ଆରେ ମତେ ତ ଲାଗୁଛି ପାରା ଆମେ ମରିଯିବା ବୋଲି। ଟୁନି, ତୁ କ'ଣ କିଛି କହୁନୁ? ଏମିତି ସେମାନେ ମନ ଦୁଃଖରେ କଥା ହେଉଥିଲେ। ସେହି ସମୟରେ ବର୍ଷା ଆରମ୍ଭ ହେଲା। ବର୍ଷା ହେବା ସହିତ ମାଛର ବି ବର୍ଷା ହେଲା। ପାରା, ଦେଖ ଦେଖ, କେତେ ସାରା ମାଛ ବର୍ଷା ହେଉଛି। ଶୁଆ, ଚାଲେ ମାଛ ସବୁ ଗୋଟେଇ ରଖିବା। ଆଉ ବର୍ଷା ହେଲେ ଆମର ଚିନ୍ତା ନାହିଁ, ୟାକୁ ଏବେ ଖାଇକି ରହିଯିବା। ତାପରେ ସେମାନେ ମାଛ ଧରି ଖୁସିରେ ଖୁସିରେ ଘରକୁ ଗଲେ। ଆଉ ଏପଟେ ରାଜୁରାଣୀ ଘରେ ବସି ଚୋରି କରିଥିବା ଖାଇବା ଖାଉଥିଲେ। ସେହି ସମୟରେ ଚିଲ ତାଙ୍କ ପାଖକୁ ଆସିଲା। ଆରେ ବା, ଏମାନଙ୍କ ପାଖରେ ଏତେ ସାରା ଖାଇବା ଅଛି। ଏ ରାଜୁରାଣୀ, ଏସବୁ ଖାଇବା ମତେ ଦେଇଦେ। ମତେ ବହୁତ ଜୋରରେ ଭୋକ ଲାଗୁଛି। ନା ନା, ଆମେ ତତେ କ'ଣ ପାଇଁ ଖାଇବା ଦେବୁ? ଏମିତି ତୁ କିଏ କି? ଆମେ ତତେ ଦେବୁନି। ଏଇଠୁ ତୁ ଯା, ନହେଲେ ଦେଖିବୁ ମତେ। ରାନୀର ଏମିତି କଥା ଶୁଣି ଚିଲ ବହୁତ ରାଗିଗଲା। ର ତତେ ମୁଁ କହୁଛି ମୁଁ କିଏ। ତାପରେ ଚିଲ ରାଜୁରାଣୀକୁ ବହୁତ ପିଟିଲା ଆଉ ସେମାନଙ୍କୁ ଘର ବାହାରକୁ ଫୋପାଡ଼ି ଦେଲା। ଆଉ ଚିଲ ଘରେ ବସି ଚୋରି କରିଥିବା ଖାଇବା ଖାଇଲା। ଆଉ ରାଜୁରାଣୀ ବର୍ଷାରେ ତିନ୍ତି ତିନ୍ତି ଭୋକ ଉପାସରେ ସେଠି ମରିଗଲେ। ଗୋଟିଏ ଜଙ୍ଗଲଟିଏ ଥାଏ। ସେହି ଜଙ୍ଗଲରେ ଗୋଟିଏ ଛୋଟ ଚଢ଼େଇ ପରିବାର ରହୁଥିଲେ। ଟୁନିର ସ୍ୱାମୀ ମିକୁ ଗୋଟିଏ ଘର ମିସ୍ତ୍ରୀ ଥିଲା। ସେ ଜଙ୍ଗଲରେ ବୁଲି ବୁଲି ଚଢ଼େଇମାନଙ୍କର ଘର ତିଆରି କରୁଥିଲା। ମା, ବାପା କେତେବେଳେ ଆସିବେ? ତୁ ବା କହିଥିଲୁ ଆମେ ଆଜି ଜଙ୍ଗଲକୁ ବୁଲିବା ପାଇଁ ଯିବା, ହେଲେ ବାପା ତ ଯାଏ ଆସିନାହାନ୍ତି। ଝିଅ କୁନି, ତୋ ବାପା ତ କହିଥିଲେ କି ଜଲ୍ଦି ଆସିବେ ବୋଲି, ହେଲେ ଘର କାମ ସରିଲେ ସିନା ତୋ ବାପା ଘରକୁ ଆସିବେ। ତୁ ଯା, ଶୋଇଥା, ଆସିଲେ ଆମେ ବୁଲିବାକୁ ଯିବା। କିଛି ସମୟ ପରେ ମିକୁ ଘର କାମ ସାରି ଘରକୁ ଫେରିଲା। ଏଇଟି କୁନିର ବାପା, ବର୍ଷା ଦିନ ବହୁତ ଜଲ୍ଦି ଆସିଯିବ। ତମେ ତ ଜାଣିଛ ଆମ ଘର ଭାଙ୍ଗିବାରେ ଲାଗିଲାଣି। ବର୍ଷା ହେଲେ ଭାଙ୍ଗିଯିବ। ଆମ ଘର କେବେ ମରାମତି କରିବ? ତମେ ଜାଣିଛ ଟୁନି, ମୋ ପାଖରେ ସମୟ ହଉନି। ଜଙ୍ଗଲରେ ଆହୁରି ବହୁତ କାମ ବାକି ଅଛି। ଏ ବର୍ଷା ଦିନ ପାଇଁ ଜଙ୍ଗଲ ସବୁ ଚଢ଼େଇମାନେ ଘର ତିଆରି କରୁଛନ୍ତି। ଦେଖିବା, ଆଉ କିଛି ଦିନ ଯାଉ ଆମ ଘର ତିଆରି କରିବା। ତାପରେ କିଛି ସମୟ ପରେ ଟୁନି ଚଢ଼େଇ ପରିବାର ଜଙ୍ଗଲକୁ ବୁଲିବା ପାଇଁ ବାହାରି ଗଲେ। ଏମିତି କିଛି ବାଟ ଗଲା ପରେ ଗୋଟିଏ ଗଛର ଉପରେ ଯାଇ ବସିଲେ। ମା, ମୁଁ ଆଉ ଉଡ଼ି ପାରିବିନି। ଚାଲ, ଆଜି ମତେ ବହୁତ କାଟିଲାଣି। ମୁଁ ଆଉ ଆଗକୁ ଯାଇପାରିବିନି। ଏବେ ଘରକୁ ଯିବା। ଆରେ ଏତିକିରେ ତୋର ବୁଲିବା ସରିଗଲା? ଆମେ ତ କିଛି ବାଟ ଆସିଛନ୍ତି। ହଉ, ତୁ ଯଦି କହୁଛୁ ତାହେଲେ ଆମେ ଏଇଠୁ ଘରକୁ ଯିବା। ସେମାନେ ଯିବା ପାଇଁ ବାହାରିଥିଲେ। ସେହି ସମୟରେ ଗୋଟିଏ ଧନୀ ପାରା ସେମାନଙ୍କ ପାଖକୁ ଆସେ। ଆରେ ତମେ ମିକୁ ଚଢ଼େଇକି? ମୁଁ ଶୁଣିବାକୁ ପାଇଲି ତମେ ଜଙ୍ଗଲ ବହୁତ ବଡ଼ ଘର ମିସ୍ତ୍ରୀ। ହଁ ଆଜ୍ଞା, ମୁଁ ହେଉଛି ମିକୁ। ମୁଁ ଘର ତିଆରି କାମ କରେ। ତମର କ'ଣ କାମ ଥିଲା କି? ହଁ ଚଢ଼େଇ, ବର୍ଷା ଦିନ ଆସିବାକୁ ଲାଗିଲାଣି, ସେଥିପାଇଁ ଭାବୁଛି ମୋ ଘର ମରାମତି କରିବା ପାଇଁ। ତମେ ଗୋଟିଏ କାମ କର, କାଲି ଆସି ମୋ ଘର କାମରେ ଲାଗିଯାଅ। ହଉ ଆଜ୍ଞା, ମୁଁ କାଲି ତମ ଘର କାମରେ ଲାଗିଯିବି। ତାପରେ ପାରା ମିକୁକୁ ତା ଘର ଠିକଣା ଦେଇଦିଏ ଆଉ ସେଠାରୁ ଚାଲି ଆସେ। ଆଉ ଏମାନେ ବି ସେଠାରୁ ଘରକୁ ଆସିଲେ ଭାରି। ତାପରେ ରାତି ହୋଇ ସକାଳ ହୋଇଯାଏ। ଆଉ ମିକୁ ସକାଳୁ ସକାଳୁ ଧନୀ ପାରା ଘର ତିଆରି କାମରେ ଚାଲିଯାଏ। ହଉ, ତମେ ଆସିଗଲ ମିକୁ। ମୁଁ ଗୋଟିଏ କାମରେ ଜଙ୍ଗଲକୁ ଯାଉଛି। ଆସିଲା ବେଳକୁ ଟିକେ ଡେରି ହୋଇପାରେ। ମୁଁ ତୁମକୁ ତମ ପଇସା ଦେଇ ଦଉଛି। ତମେ ଘର ତିଆରି କରି ଘରକୁ ଚାଲିଯିବ। ହଁ ଆଜ୍ଞା, ତମେ କିଛି ଚିନ୍ତା କରନି। ମୁଁ ତୁମ ଘର ବହୁତ ମଜବୁତ ଭାବରେ ଘର ତିଆରି କରିଦେବି। ତାପରେ କିଛି ଘଣ୍ଟା ଏମିତି କଟିଗଲା। ସେହି ସମୟ ଭିତରେ ମିକୁ ଧନୀ ପାରା ଘର ତିଆରି କରିଦିଏ। ଏବେ ତ ଘର କାମ ସରିଗଲା, ଯାଉଛି, ମତେ ଘରକୁ ଜଲ୍ଦି ଯିବାକୁ ପଡ଼ିବ। ଏମିତି କହି ମିକୁ ଘରକୁ ଆସେ ଭାରି। ହେଲେ ସେହି ଜଙ୍ଗଲରେ ରାନୀ କାଉ ଆଉ ଦୁଷ୍ଟ ରାଜୁ କାଉ ରହୁଥିଲେ। ନା ସେମାନଙ୍କ ପାଖରେ ପଇସା ଥିଲା, ନା ରହିବା ପାଇଁ ଘର ଥିଲା।
ଏଇଟି ଶୁଭା ଯାଉଛି କି ନାହିଁ ଜଙ୍ଗଲ ସବୁ ଚଢ଼େଇ ମାନେ ଘର ତିଆରି କଲେଣି ହେଲେ ଆମେ କାହିଁ ବର୍ଷା ଦିନେ ଘର ତିଆରି କରିବାନି କି ସେମିତିରେ ବି ବର୍ଷା ଦିନ ଆସିଲାଣି ହା 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 ଆରେ ରାନୀ ଆମ ପାଖରେ ତ ଖାଇବା ପାଇଁ ପଇସା ନାହିଁ ଘର କୋଉଠୁ କରିବା କ'ଣ ଆମ ପାଇଁ କିଏ ମାଗଣାରେ ଘର ତିଆରି କରିଦେବ ରାଜୁ ଏ ମାଗଣା କଥାରୁ ମୋ ମୁଣ୍ଡରେ ଗୋଟିଏ ମାଗଣା ବୁଦ୍ଧି ଆସୁଛି ଯଦି ଏମିତି କରିବା ହେଲେ ଆମେ ମାଗଣାରେ ଘର ତିଆରି କରିପାରିବା ଦେଖି ରାନୀ କହିଲ ତମର ସେ ମାଗଣା ମୁଣ୍ଡରେ କ'ଣ ମାଗଣା ବୁଦ୍ଧି ଅଛି ତାପରେ ରାନୀ କାଉ ତା ସ୍ୱାମୀକୁ ସବୁ କଥା କହିଲା ଆରେ ବା ତମ ମୁଣ୍ଡରେ ତ ବହୁତ ବୁଦ୍ଧି ଥିଲା ଚାଲ ଆମେ କାମରେ ଲାଗିଯିବା ଏମିତି କହି ସେମାନେ ସେଠାରୁ ଚାଲିଗଲେ ଯାଇ ଟୁନି ଘରେ ପହଞ୍ଚିଲେ ଆରେ ମିକୁ ଭାଇ ତମ ପାଖରେ କିଛି କାମ ଥିଲା କ'ଣ କହୁଥିଲୁ କି ବର୍ଷା ଦିନ ଆସିଲାଣି ତ ଆମ ଘର ମରାମତି ଟିକେ କରିବୁ ତମେ ଯାଇ ଟିକେ କରିଦେବ ହେଲେ ରାନୀ ଭଉଣୀ ମୁଁ ତ କାଲି ମୋ ଘର ତିଆରି କରିବି ମୁଁ ତ ଯାଇପାରିବିନି ଆରେ ମନା କରୁଛ କ'ଣ ପାଇଁ ତମକୁ ଆମେ ଡବଲ ପଇସା ଦେବୁ କାଲି ଯାଇ ଟିକେ ଆମ ଘରଟା କରିଦେବ ହଉ ତମେ ଯଦି ଏତେ କହୁଛ ତାହେଲେ ମୁଁ କାଲି ଘର କାମ କରିଦେବି ହେଲେ ହଁ ମୋର ଯେତିକି ପଇସା ମୁଁ ସେତିକି ନେବି ଅଧିକା ଜମା ବି ନୁହେଁ ହଉ ମିନୁ ଭାଇ କାଲି ହେଲେ ଆମ ଘରକୁ ଆସିବ ଜଲ୍ଦି ଟିକେ କାମ ସାରିଦେବ ତାପରେ ଏମିତି କହି ରାଜୁରାଣୀ ସେଠାରୁ ଆସିଲେ ଭାରି ତାପରେ ରାତି ହୋଇ ସକାଳ ହୋଇଯାଏ ଆଉ ମିକୁ ରାଜୁରାଣୀର ଘର ତିଆରି କାମରେ ଚାଲିଯାଏ ଆଉ କିଛି ସମୟ ଭିତରେ ରାଜୁରାଣୀର ଘର ତିଆରି ହୋଇଯାଏ ରାଜୁରାଣୀ ତମ ଘର ମରାମତି ହୋଇଗଲା ଜଲ୍ଦି ମୋ ପଇସା ଦେଇଦିଅ ମୁଁ ଗଲେ ମୋ ଘର ମରାମତି କରିବି ହା 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 କି ପଇସା ଆମେ ତତେ କ'ଣ ପାଇଁ ପଇସା ଦେବୁ ଆମେ ତତେ ଦେବୁନି ତୁ ସେମିତି ଘରକୁ ଯା କ'ଣ କହିଲ ତମେ ମତେ ପଇସା ଦେବନି ହଉ ଠିକ ଅଛି ମୁଁ ଏବେ ରାଜାକୁ ଯାଇ ସବୁ ସତ କଥା କହିଦେବି ହା 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 ଏଇଠୁ ଗଲେ ସିନା ତୁ ରାଜାକୁ କହିବୁ ଆମେ ତତେ ମାରିଦେବୁ ତାପରେ ମିକୁ କିଛି କହିବା ଆଗରୁ ରାଜୁରାଣୀ କୁ ବହୁତ ପିଟିଲେ ଆରେ ରାଜୁ ଏ କ'ଣ ହେଲା ଏ ତ ବୋଧେ ମରିଗଲା ଏବେ ଆମେ କ'ଣ କରିବା ଚାଲ ରାନୀ ଆକୁ ଆମେ ଜଙ୍ଗଲରେ ଫୋପାଡ଼ି ଦେବା ସେମିତିରେ ବି ବର୍ଷା ଆସିଲାଣି ତାପରେ ସେମାନେ ମିକୁକୁ ନେଇ ଜଙ୍ଗଲ ମଝିରେ ପକେଇଦେଲେ ଆଉ ସେଠାରୁ ପଳେଇ ଆସିଲେ ଏମିତି କିଛି ସମୟ ଗଲା ଏପଟେ ଟୁନି ଆଉ କୁନି ତା ବାପାକୁ ଅନେଇଥିଲେ ଆରେ କୁନି ତୋ ବାପା ଏଯାଏ ଆସିଲେନି ବହୁତ ଜୋରରେ ବର୍ଷା ଉଠେଇଲାଣି ହଁ ମା ମତେ ଡର ଲାଗୁଛି ବାପା କୁଆଡ଼େ ଗଲେ ଏପଟେ ଧନୀପାରା ସେହି ବାଟ ଦେଇ ଯାଉଥିଲା ତଳେ କିଏ ଗୋଟେ ପଡ଼ିଥିବାର ଦେଖିଲା ଆଉ ସିଏ ତା ପାଖକୁ ଗଲା ଆରେ ଏଇ ତ ସେଇ ମିକୁ ଯିଏ ମୋ ଘର ତିଆରି କରିଥିଲା ଏଠି ବର୍ଷାରେ ଏଠି କ'ଣ କରୁଛି ଯାଉଛି ଆଗ ୟାକୁ ମୁଁ ଘରକୁ ନେଇଯାଏ ତାପରେ ଧନୀପାରା ମିକୁକୁ ତା ସହିତ ଘରକୁ ନେଇଗଲା ଆଉ କିଛି ସମୟ ପରେ ଜଙ୍ଗଲରେ ବହୁତ ଜୋରରେ ବର୍ଷା ହେବାକୁ ଲାଗିଲା ମା ବର୍ଷା ତ ହେଲାଣି ହେଲେ ବାପା ଯେ ଆସିଲେଣି ଆମେ କ'ଣ କରିବା ମା ଝିଅ ଏମିତି କଥା ହେଉଥିଲେ ସେହି ସମୟରେ ଟୁନିର ଘର ବହୁତ ଜୋରରେ ବର୍ଷା ହେବା କାରଣରୁ ଭାଙ୍ଗିଗଲା ଏ କ'ଣ ହେଇଗଲା ଏବେ ମୁଁ କ'ଣ କରିବି ମୁଁ ତ କିଛି ବୁଝିପାରୁନି ଝିଅ ମୋ ସହିତ ଚାଲେ ଏ ବର୍ଷାରେ ଭିଜିଲେ ତତେ ଥଣ୍ଡା ହୋଇଯିବ ହେଲେ ମା ଆମେ ଯିବା କୁଆଡ଼େ ବର୍ଷାରେ ତ କିଛି ଦେଖାଯାଉନି ତୁ ଆସେ ମୋ ସହ ଆଜି ଦିନଟା କାହା ଘରେ ରହିଯିବା ବର୍ଷା ଛାଡ଼ିଲେ କିଛି ଗୋଟେ କରିବା ତାପରେ ସେମାନେ କାହା ଘରେ ରହିବା ପାଇଁ ଘର ଖୋଜିବା ପାଇଁ ଗଲେ ଆରେ ରାନୀ ଭଉଣୀ ଟିକେ ବାହାରକୁ ଆସ ବାହାରେ ବହୁତ ଜୋରରେ ବର୍ଷା ହେଉଛି ରାନୀ ଭଉଣୀ ଟିକେ ପାଟ ଖୋଲ ଆରେ ତମେ କୁଆଡ଼େ ଆଉ କ'ଣ କହୁଛ ଆମ ଘରେ ତମେ ରହିବ ଆମକୁ ତ ଜାଗା ହେଉନି ରହିବା ପାଇଁ ତମେ କେଉଁଠି ରହିବ ତମେ ଏଠି ରହିପାରିବନି ଏଠୁ ଜଲ୍ଦି ଯାଅ ଭାରି ଆରେ ଭଉଣୀ ଦୟାକରି ଆଜି ଦିନଟା ଆମକୁ ରହିବା ପାଇଁ ଦିଅ କାଲି ଆମେ ଚାଲିଯିବୁ ଆରେ ନା ତୁ ଏଠି ରହିପାରିବୁନି ତୁ ଭଲରେ ଯିବୁ କି ନାହିଁ ନହେଲେ ଧକ୍କା ମାରି ବାହାର କରିଦେବି କୁଆଡ଼େ ଆସିଲେ ଭିକାରୀ ଗୁଡ଼ାକ ରାଜୁର ଏମିତି କଥା ଶୁଣି ଟୁନି ଚଢ଼େଇ ବହୁତ ମନ ଦୁଃଖ କଲା ଆଉ ସେଠାରୁ ବର୍ଷାରେ ଭିଜି ଆସିଲା ଭାରି ଯାଇ ସେ ଧନୀପାରା ଘର ପାଖକୁ ଗଲା ସେହି ସମୟରେ ଧନୀପାରା ବାହାରକୁ ଆସେ ଆରେ ତମେ ବୋଧେ ମିକୁର ଝିଅ ଆଉ ସ୍ତ୍ରୀ ତମେ ବର୍ଷାରେ ଏଠି କ'ଣ କରୁଛ ମୁଁ ତ ଏବେ ତମ ଘର ପାଖକୁ ବାହାରୁଥିଲି ମିକୁ ମୋ ପାଖରେ ଅଛି ଆଗେ ଭିତରକୁ ଆସ ବର୍ଷା ବହୁତ ଜୋରରେ ହେଉଛି ଆରେ ମିକୁ ତମର ଏମିତି ଅବସ୍ଥା କିଏ କଲା ତମର କ'ଣ ହୋଇଛି ତାପରେ ମିକୁ ଟୁନିକୁ ସବୁ କଥା କହିଲା କେମିତି ରାଜୁରାଣୀ ତାକୁ ମାରିଥିଲେ
ଓହୋ ସେଥିପାଇଁ ମତେ ତାଙ୍କ ଘରେ ରହିବା ପାଇଁ ଦେଲେନି ସେମାନଙ୍କୁ ଭଗବାନ ଛାଡ଼ିବେନି ତାଙ୍କର ପାପର ଦଣ୍ଡ ତାକୁ ଦେବେ। ହଉ ଚଢ଼େଇ ମାନେ ତମେ ଆଜିଠାରୁ ଏଇଠି ରହିବ ମୁଁ ବିଦେଶ ଜଙ୍ଗଲକୁ ଯିବି ସେଠାରେ ମୋର ଚାକିରି ହୋଇଯାଇଛି ଆଜିଠାରୁ ଏ ଘର ତମର। ଧନୀପାରର ଏମିତି କଥା ଶୁଣି ଟୁନି ଚଢ଼େଇ ବହୁତ ଖୁସି ହେଇଗଲା। ଏପଟେ ବହୁତ ବର୍ଷା ହେବା କାରଣରୁ ଗୋଟିଏ ଚିଲକର ଭାଗି ଯାଇଥିଲା ଆଉ ସେ ରହିବା ପାଇଁ ଘର ଖୋଜୁଥିଲା। ତାକୁ ରାଜୁରାଣୀ ଘର ଦେଖାଗଲା ଆଉ ଚିଲ ସେଠାକୁ ଗଲା। ଆରେ ଘରେ କିଏ ଅଛ ଟିକେ ବାହାରକୁ ଆସିଲ। ଚିଲ କଥା ଶୁଣି ସେମାନେ ବାହାରକୁ ଆସିଲେ। ଆରେ ତମର ପୁଣି କ'ଣ ହେଲା? ଆମ ଘରେ ଆଉ ଜାଗା ନାହିଁ ତମକୁ ରଖିବା ପାଇଁ ଆମେ ତମକୁ ରଖିପାରିବୁନି ଏଇଠୁ ତମେ ଚାଲିଯାଅ। ହା 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 କ'ଣ କହିଲୁ କାଉ ତୁ ମତେ ଏଠି ଚାଲିଯିବା ପାଇଁ କହିଲୁ ତୋର ଏତେ ସାହସ। ତାପରେ ରାଜୁରାଣୀକୁ ଚିଲ ବହୁତ ପିଟିଲା ଆଉ ରାଜୁରାଣୀ ଘରେ ଚିଲ ଯାଇ ଶୋଇଲା। ଆରେ ରାନୀ ଦେଖିଲ ଆମେ ଟୁନି ପରିବାର ସହିତ ଏମିତି କରିଥିଲେ ବୋଲି ଭଗବାନ ଆମ ସହିତ ଏମିତି କଲେ। ରାଜୁ ମୋ ମୁଣ୍ଡରେ ଆଉ ଗୋଟେ ମାଗଣା ବୁଦ୍ଧି ଆସୁଛି। ଚୁପ୍ ତମ ମାଗଣା ବୁଦ୍ଧି ତମ ପାଖରେ ରଖ।